ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ। ଚାଲନ୍ତୁ ଆଜିର ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ନଜର ପକାଇବା। 2 ଗୁଣା ବଢ଼ିଲା ଦରମା। 50,000 ମିଳୁଥିଲା, ଏବେ ପାଇବେ 1 ଲକ୍ଷ ଟଙ୍କା। ତେବେ କେଉଁମାନଙ୍କର ଦରମା ବଢ଼ିଲା ଚାଲନ୍ତୁ ଜାଣିବା। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବହୁତ ବଡ଼ ଘୋଷଣା କରାଯାଇଛି। ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ କଲେଜ ଗୁଡ଼ିକରେ କାର୍ଯ୍ୟରତ ଥିବା ଅଧ୍ୟାପକମାନଙ୍କ ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଲେକ୍ଚର, ରିଡର ଓ ପ୍ରଫେସରମାନଙ୍କ ଦରମା ପୂର୍ଣ୍ଣ ନିର୍ଦ୍ଧାରଣ କରାଯାଇଛି। ତେବେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସମ୍ପର୍କରେ ଆଦେଶଗୁଡ଼ିକ ଜାରି କରାଯାଇଛି। ରାଜ୍ୟରେ ଥିବା ସମସ୍ତ ସରକାରୀ ଆୟୁର୍ବେଦିକ ଓ ମେଡିକାଲ କଲେଜରେ କାର୍ଯ୍ୟରତ ଥିବା ଅଧ୍ୟାପକମାନେ ଏହାର ଲାଭ ଉଠାଇ ପାରିବେ। ସରକାରଙ୍କ ନୂତନ ନିଷ୍ପତ୍ତି ଅନୁସାରେ ଚୁକ୍ତିଭିତ୍ତିକ ଲେକ୍ଚରମାନଙ୍କ ମାସିକ ଦରମା 70,000 ଟଙ୍କା ନିର୍ଦ୍ଧାରଣ କରାଯାଇଛି। ସେହିପରି ରିଡରମାନଙ୍କ ଦରମା 2 ଗୁଣା ବୃଦ୍ଧି କରାଯାଇଛି। ପୂର୍ବରୁ 40,000 ଟଙ୍କା ପାଉଥିଲେ, ଏବେ ପାଇବେ 80,000 ଟଙ୍କା। ପ୍ରଫେସରମାନଙ୍କ ଦରମାରେ ମଧ୍ୟ ବହୁତ ବଡ଼ ବୃଦ୍ଧି କରାଯାଇଛି। ପୂର୍ବରୁ ପ୍ରଫେସରମାନେ 50,000 ଟଙ୍କା ପାଉଥିଲେ, ଏବେ ପ୍ରତି ମାସ 1 ଲକ୍ଷ ଟଙ୍କା ପାଇବେ। ସରକାରଙ୍କ ଏହି ପଦକ୍ଷେପରେ ରାଜ୍ୟର ଆୟୁଷ ବିଭାଗ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଏହି ନିଷ୍ପତ୍ତି ପାଇଁ ଧନ୍ୟବାଦ ଜଣାଯାଇଛି।